ତିନି ଦିନ ଏତେ ହଇରାଣ ହେଇଯାଉଛନ୍ତି, ଯଦି କଷ୍ଟ ଦେଇ ଦଉଛନ୍ତି ଆମମାନଙ୍କୁ, ତ ଆମେ ଯୋଉ ବର୍ଷ ବର୍ଷ ଯୋଉ କଷ୍ଟଟା ପାଉଛୁ ଡ୍ରାଇଭର ଭାଇ ମାନେ ସବୁ, ଆମର ଦାବି ହଉଛି ଆମର ଯୋଉ ରାପିଡ ଓଲା ଉପରେ ଯୋଉ ମନମାନି କରୁଛନ୍ତି, କିଲୋମିଟର ବି ଯୋଉ କମେଇ ଦେଇଛନ୍ତି, 6 କିଲୋମିଟର କିମ୍ବା 7 କିଲୋମିଟର 30 ଟଙ୍କା 25 ଟଙ୍କା ଦଉଛନ୍ତି। ଭାଇ ତେଲ ଆମର, ଗାଡି ଆମର, ଗାଡିର ପଲ୍ୟୁସନ ଆମର, ଗାଡିରେ ମୋବିଲ ପକେଇବୁ ଆମେ, ଗାଡି ଠିକ କରିବୁ ଆମେ, କିନ୍ତୁ କମ୍ପାନୀ ସବୁ ପଇସା ନେଇଯିବ। କଥା ହଉଛି ଆଜ୍ଞା ଆମର ଏଇଟା ଆଜିର ଏଇଟା ମାନେ 3 ନମ୍ବର ଷ୍ଟ୍ରାଇକ୍ ଅଛି ବର୍ତ୍ତମାନ। କଥା ହେଲା ଆମର ବର୍ତ୍ତମାନ ଆମେ ଏଇ ଯୋଉ ଷ୍ଟ୍ରାଇକଟା ଥିଲା ଗତ 15-20 ଦିନ ତଳେ ଆମେ ଗୋଟେ ମାନେ ଗୋଟେ 2 ଦିନ ପାଇଁ ଆମେ ଗୋଟେ ଷ୍ଟ୍ରାଇକ୍ ଆରମ୍ଭ କରିଥିଲୁ, ଯାହାଫଳରେ ସରକାର ଆମ କଥା ଶୁଣିଲେ ନାହିଁ। କିନ୍ତୁ ବର୍ତ୍ତମାନ କଥା ହଉଛି ଆଜି ଆମର ଦ୍ୱିତୀୟ ଦିନର ଯେହେତୁ ଆମର ଷ୍ଟ୍ରାଇକ୍ ଆମେ ଆରମ୍ଭ କରିଛୁ, ବର୍ତ୍ତମାନ ଆମେ ରାଜରାସ୍ତାକୁ ଏଇଥିପାଇଁ ଓହ୍ଲେଇଛୁ, ବର୍ତ୍ତମାନ ଏପର୍ଯ୍ୟନ୍ତ ବି ଆମ କଥା କିଛି ଶୁଣା ଯାଉନି। ଆଜ୍ଞା ପେଟ ପାଟଣା ପାଇଁ ଆପଣ ମାନେ ନିଜେ କୁହନ୍ତୁ, ସୋସିଆଲ ମିଡିଆରେ କେହି ବି ଲୋକ କାହା ପେଟ ପାଟଣା ପାଇଁ କେହି ବି ବ୍ରେକ୍ ହେବେନି। ଆମେ ଯେହେତୁ ଗାଡି ଚଲାଉଛୁ ତା ବୋଲି କ'ଣ ମାନ ସମ୍ମାନ ଆମ ଡ୍ରାଇଭର ମାନଙ୍କର ନାହିଁ? ମାନ ସମ୍ମାନ ଯେହେତୁ ଅଛି, ଆମ ପେଟ ପାଇଁ ଆମେ ଆଜି ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲେଇଛୁ। ଆମର ଦାବି ହେଲା ରେଟ୍ ବଢିବା। ଆମର ରେଟ୍ ବଢିଗଲେ ଆମେ କଷ୍ଟମର ମାନଙ୍କୁ, କଷ୍ଟମର ଶାନ୍ତି, ଆମ ଡ୍ରାଇଭର ମାନେ ଶାନ୍ତି। ଆମ ପିଲା ପରିବାର ଯଦି ବର୍ତ୍ତମାନ ମରିବା ଉପରେ ରହିବେ, ଆମେ କାହିଁକି ଆମ ହକଟାକୁ ଛାଡିବୁ? ଖୋଲା କଥା ଆଜ୍ଞା, ଆମେ ରାଜରାସ୍ତାକୁ ଏତେ ମାତ୍ରାରେ ଆମେ ଆଜି ଡ୍ରାଇଭର ମାନେ ଓହ୍ଲେଇଛୁ। ଅଟୋ ହଉ କିମ୍ବା ବାଇକ୍ ହଉ କିମ୍ବା କାର ହଉ, ସମସ୍ତେ ବର୍ତ୍ତମାନ ଆସିକି କ'ଣ ପାଇଁ ଓହ୍ଲେଇବାକୁ ଏ ପରିସ୍ଥିତି ଆସିଲା? ସରକାର ଯଦି ଆମ କଥା ଶୁଣୁଥାନ୍ତେ ତାହେଲେ ଆମ କଥା ଆମେ ବର୍ତ୍ତମାନ ଆସିକି ଏମିତି ରାଜରାସ୍ତାରେ ଓହ୍ଲେଇକି ନ ବସିଥାନ୍ତୁ। ଆଜି ମାଷ୍ଟର କ୍ୟାଣ୍ଟିନ ଛକ ଗୋଲେଇରେ ବର୍ତ୍ତମାନ 100 ହଜାର ହଜାର ଡ୍ରାଇଭର, ହଜାର ହଜାର ଗାଡି ବନ୍ଦ। ଆମ ମାନଙ୍କର କ'ଣ ରୋଜଗାର ବନ୍ଦ ହଉ ନାହିଁ? ଆପଣ ମାନେ ନିଜେ କୁହନ୍ତୁ।